ନମସ୍କାର ବନ୍ଧୁଗଣ ଥରେ ଏକ ଗ୍ରାମରେ ଗୋଟେ ଚାଷୀଟି ଥିଲା ଏବଂ ତାହାର ସେହି ବର୍ଷ ଚାଷ ମଧ୍ୟ ବହୁତ ଖରାପ ହୋଇଥିଲା। ତେଣୁ ସେ ମନ ଦୁଃଖ କରି ବସି ରହିଥାଏ। ସେହି ସମୟରେ ପାଖ ପାହାଡ଼ ପାଖରେ ଥିବା ବୁଦ୍ଧଦେବ ଆସିଥିଲେ। ସେ ଦେଖୁଥାଏ ବହୁତ ଲୋକ ବୁଦ୍ଧଙ୍କୁ ଦେଖା କରିବାକୁ ଯାଉଥାନ୍ତି। ଯେଉଁମାନେ ବି ଯାଉଥାନ୍ତି ବହୁତ ମନ ଦୁଃଖରେ ଯାଉଥାନ୍ତି ଓ ଆସିଲା ବେଳେ ବହୁତ ଖୁସିରେ ଆସୁଥାନ୍ତି। ଚାଷୀଟି ଭାବିଲା, ସମସ୍ତେ ଯଦି ଏତେ ଦୁଃଖରେ ଯାଇ କିଛି ସମାଧାନ ପାଇ ଏତେ ଖୁସିରେ ଫେରୁଛନ୍ତି, ତେବେ ମୁଁ ମଧ୍ୟ ବୁଦ୍ଧଙ୍କୁ ଭେଟିବାକୁ ଯିବି। ମୋ ସମସ୍ୟାର ସମାଧାନ ପାଇବା ପାଇଁ ପ୍ରାର୍ଥନା କରିବି ଓ ଅନୁରୋଧ ମଧ୍ୟ କରିବି। ଚାଷୀଟି ବୁଦ୍ଧଙ୍କ ପାଖକୁ ଯାଇ ତାର ଦୁଃଖ ସମସ୍ୟା ବିଷୟରେ କହିଛି। ହେ ମହାତ୍ମା, ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମୋର ଚାଷ ବହୁତ ଖରାପ ହୋଇଛି। ଠିକ୍ ସମୟରେ ବର୍ଷା ହେଲା ନାହିଁ, ଖରା ସେହି ସମୟରେ ବି ହେଲା ନାହିଁ ଓ ପୋକ ଲାଗିଗଲେ। ବହୁତ କରଜ ମଧ୍ୟ କରିସାରିଛି। କ'ଣ କରିବି? ମୁଁ ବହୁତ ଦୁଃଖିତ ଅଛି। ବୁଦ୍ଧ କହିଲେ, ଏହି ଗୋଟିଏ ସମସ୍ୟା ଅଛି। ସଙ୍ଗେ ସଙ୍ଗେ ଚାଷୀଟି କହିଲା, ନାହିଁ ଆଜ୍ଞା, ଆହୁରି ସମସ୍ୟା ଅଛି। ମୁଁ ଯାହାକୁ ନିଜର ଅର୍ଦ୍ଧାଙ୍ଗିନୀ ବୋଲି ଭାବି ବିଶ୍ୱାସର ସହ ଯାହାକୁ ବିବାହ କରିଥିଲି, ସେ ବି ମୋତେ ଭଲ ବ୍ୟବହାର କରୁନାହିଁ। ମନ ବହୁତ ଦୁଃଖରେ ରହୁଛି। ବୁଦ୍ଧ ପୁଣି ପଚାରିଲେ, ଏତିକି ସମସ୍ୟା ନା ଆଉ ଅଛି? ଚାଷୀଟି ସଙ୍ଗେ ସଙ୍ଗେ କହିବାକୁ ଲାଗିଲା, ଯେଉଁ ପିଲାମାନଙ୍କୁ ଜନ୍ମ ଦେଇଥିଲି, ଭାବିଥିଲି ସେମାନେ ଜୀବନ ସାରା ମୋ କଥା ମାନିବେ। କିନ୍ତୁ ତାହା ହେଉନାହିଁ। ସେ ପିଲାମାନଙ୍କର ବ୍ୟବହାର ବହୁତ କଷ୍ଟ ଲାଗୁଛି। ଏମିତି ବହୁତ କଥା ସେ ଗପି ଚାଲିଲା। ବୁଦ୍ଧ ସବୁ ଶୁଣିବା ପରେ କହିଲେ, ଦେଖ, ତୁମେ ଏହି ଯେଉଁ ସବୁ ଦୁଃଖ ବିଷୟରେ କହିଗଲ, ମୁଁ ସେଗୁଡ଼ିକର ଗୋଟିଏ ବି ସମାଧାନ କରିପାରିବିନି। ଏ ସମସ୍ୟା ପୁରା ବିଶ୍ୱର ସମସ୍ତଙ୍କର। ମୁଁ ଏହାର କିଛି ସମାଧାନ କରିପାରିବି ନାହିଁ। ଏହା ଶୁଣି ଚାଷୀଟି ଆହୁରି ଦୁଃଖିତ ହୋଇଗଲା। ଦୁଃଖିତ ହେଇ ସେହି ଆଶ୍ରମରେ ବସିଥାଏ। ହଠାତ୍ ବର୍ଷା ହେଲା ଏବଂ ଛାଡ଼ି ମଧ୍ୟ ଗଲା। ବୁଦ୍ଧ ଚାଷୀକୁ କହିଲେ, ଯାଅ ବାବୁ, ପାଖରେ ଛୋଟ ପୋଖରୀ ଅଛି, ସେଠୁ ମୋ ପାଇଁ ପିଇବା ପାଣି ଟିକେ ଆଣିବ। ପାଣି ଆଣିଲା ବେଳେ ଦେଖିଲା ପାଣିଟି ବହୁତ ଅସନା ଅଛି ଓ ସେ ଫେରି ଆସିଲା। ବୁଦ୍ଧଦେବ କହିଲେ, ମୋ ପାଇଁ ପାଣି ଆଣିଲ କି? ଚାଷୀଟି କହିଲା, ନାହିଁ, ପାଣି ବହୁତ ଗୋଳିଆ ହୋଇଯାଇଛି, ପିଇ ହେବ ନାହିଁ। ବୁଦ୍ଧ ପୁଣି କିଛି ସମୟ ଧ୍ୟାନରେ ବସି ରହିଲେ ଓ ଧ୍ୟାନରୁ ଫେରି ଚାଷୀଟିକୁ କହିଲେ, ବାବୁ, ଯାଅ, ଏବେ ମୋ ପାଇଁ ଟିକେ ପାଣି ଆଣ। ବହୁତ ଶୋଷ ହେଲାଣି। ଏଥର ଚାଷୀଟି ଯାଇ କିଛି ନିର୍ମଳ ପାଣି ନେଇକି ଆସିଲା। ପାଣି ଆଣିବା ପରେ ବୁଦ୍ଧ ସେହି ଚାଷୀକୁ ପଚାରିଲେ, ଏ ପାଣି ତୁମେ କେଉଁଠୁ ଆଣିଲ? ଚାଷୀଟି କହିଲା, ସେହି ପୋଖରୀରୁ ଆଣିଲି। କିଛି ସମୟ ପରେ ସେହି ସବୁ ଅଳିଆ ମାଟି, ବାଲି ଆଦି ତଳେ ବସି ଯାଇଥିଲା। ତେଣୁ ଏ ପାଣିକୁ ଆମେ ପିଇପାରିବା। ବୁଦ୍ଧ ସେହି ବ୍ୟକ୍ତିକୁ କହିଲେ, ମୁଁ ତୁମର ସେହି 10ଟି ଅସୁବିଧାର ସମାଧାନ ତ କରିପାରିବିନି, କିନ୍ତୁ ତୁମର ଶେଷ ସମସ୍ୟାକୁ ସମାଧାନ କରିପାରିବି। କୃଷକଟି ଆଶ୍ଚର୍ଯ୍ୟ ହେଇ କହିଲା, ମୋର ଶେଷ ସମସ୍ୟାଟି କ'ଣ? ବୁଦ୍ଧ କହିଲେ, ତୁମ ଶେଷ ସମସ୍ୟାଟି ହେଉଛି ତୁମର ଏହି 10ଟି ସମସ୍ୟାର ମୂଳ। ସେ ସମସ୍ୟାଟି ହେଉଛି, ତୁମେ ଭାବିଛ ଏ ଦୁନିଆରେ କେବଳ ତୁମେ ହିଁ ଦୁଃଖିତ ଅଛ। ତୁମର ହିଁ କେବଳ ସମସ୍ୟା ଅଛି। ଏହି ଦୁଃଖଦ ଭାବନା ତୁମର ଶେଷ ସମସ୍ୟା ଅଟେ। ସମସ୍ୟା ତ ଜୀବନରେ ଲାଗି ରହିବ, ଆଉ ଏ ବିଶ୍ୱରେ ଥିବା ଜୀବଜଗତ ସମସ୍ତଙ୍କର ସମସ୍ୟା ରହିଛି। କାହାର ପାଠରେ, କାହାର ଧନରେ, ଆଉ କାହାର ଚାକିରି, ଏମିତି ବହୁ ପ୍ରକାର ସମସ୍ୟା ଲାଗି ରହିଛି। ତୁମେ ଯେଉଁ ଭାବୁଛ ମୋର ହିଁ ଅସୁବିଧା ଅଛି ଓ ଏହି ବିଚାରକୁ ନେଇ ମନୁଷ୍ୟ ଦୁଃଖିତ ମଧ୍ୟ ରହୁଛି, ତେଣୁ ଏ ବିଚାରରୁ ମୁଁ ତୁମକୁ ମୁକ୍ତ କରିଦେଇ ପାରିବି। ଯଦି ତୁମେ ଏହି ବିଚାରରୁ ତୁମେ ମୁକ୍ତ ହେଇଗଲ, ତେବେ ସବୁ ସମସ୍ୟାରୁ ତୁମେ ମୁକ୍ତ ହୋଇଯିବ। ଚାଷୀଟି ପଚାରିଲା, କେମିତି ମୁଁ ମୁକ୍ତ ହୋଇପାରିବି?
ବୁଦ୍ଧ କହିଲେ, ପ୍ରଥମେ ସ୍ୱୀକାର କରିବା ଶିଖ। ହଁ, ମୋ ଭଳି ସମସ୍ୟାରେ ଜଡ଼ିତ ବହୁତ ଲୋକ ଏହି ବିଶ୍ୱରେ ଅଛନ୍ତି। ଏହାକୁ କରିବା ଦ୍ୱାରା ତୁମର ସମସ୍ୟା ଅଧା ଦୂର ହୋଇଯିବ। ଓ ଦ୍ୱିତୀୟଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଯାହା ମୁଁ ତୁମ ଦ୍ୱାରା କରାଇଲି, ଶାନ୍ତିର ସହ ବସି ରହିବା, ଯାହାଦ୍ୱାରା ମନୁଷ୍ୟର ମନ ସ୍ଥିର ହୋଇଥାଏ। ଯେପରି ଗୋଳିଆ ଥିବା ପାଣି କିଛି ସମୟ ପରେ ବସିଯାଇ ସ୍ୱଚ୍ଛ ହୋଇଯାଇଛି, ସେହିପରି ମଣିଷର ମନ ମଧ୍ୟ ସ୍ଥିର ହୋଇଯାଇଥାଏ। ସେଥିପାଇଁ ଯେତେବେଳେ ଏହିପରି ମନ ଅସ୍ଥିର ହୋଇଉଠେ କିଛି ସମସ୍ୟାକୁ ନେଇ, ସେତେବେଳେ ଚୁପଚାପ ବସିଯାଅ ଏବଂ ସ୍ୱୀକାର କରିବାକୁ ଲାଗ ଯେ ହଁ, ଏ ସମସ୍ୟା କେବଳ ମୋର ନୁହେଁ, ସାରା ବିଶ୍ୱର। ଦେଖିବା କିଛି ସମୟ ପରେ ତୁମ ମନ ମଧ୍ୟ ସ୍ୱଚ୍ଛ ହୋଇଯିବ ଓ ଶାନ୍ତ ହୋଇଯିବ, ଠିକ୍ ସେହି ପୋଖରୀ ପାଣି ଭଳି, ଯାହା ତୁମକୁ ଦୁଃଖରୁ ମୁକ୍ତି ଦେବ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।